ଭାଗ ଶେଷ ବେଳକୁ ରାମ ଲକ୍ଷ୍ମଣଙ୍କୁ ନେଇ ବିଶ୍ୱାମିତ୍ର କାମ୍ୟକ ବନ ବୁଲି ଯିବା ପାଇଁ ବାହାରିଛନ୍ତି। ଏହା ପଛରେ ଏକ ମହତ୍ ଉଦ୍ଦେଶ୍ୟ ମଧ୍ୟ ଅଛି। ତାହା ହେଉଛି ଭଗବାନଙ୍କର ପାଦସ୍ପର୍ଶରେ ପାଷାଣୀ ଅହଲ୍ୟାଙ୍କୁ ଉଦ୍ଧାର କରିବା। କାମ୍ୟକ ବନର ଆରମ୍ଭରେ ହିଁ ସେମାନେ ଦେଖିଛନ୍ତି ପଡ଼ିଥିବା ଗୋଟିଏ ଦିବ୍ୟ ଶିଳା ଅର୍ଥାତ୍ ସୁନ୍ଦର ପଥର। ସେହି ପଥର ଉପରେ ବିଶ୍ରାମ କରିବାକୁ ରାମ ଉଦ୍ୟତ ହେବାରୁ ତାଙ୍କ ପାଦ ଲାଗି ସେ ଶିଳା ଅବଳା ରୂପ ପାଇଲା। ପଥରର ଏହି ରୂପାନ୍ତର ଦେଖି ରଘୁପତିଙ୍କର ବିସ୍ମୟ ଜାତ ହେଲା। ବନ ଓ ବନିତା ଅର୍ଥାତ୍ ପଥରର ରୂପାନ୍ତରିତା ସ୍ତ୍ରୀ ତାଙ୍କୁ ଏକା ଭଳି ମନେ ହେଲେ। ରଘୁପତିଙ୍କର ମନରେ ବାହାରର ପ୍ରକୃତି ଓ ପ୍ରକୃତି ସ୍ୱରୂପିଣୀ ନାରୀର ସାମ୍ୟକୁ ପ୍ରକାଶ କରିବା ପାଇଁ ଉପେନ୍ଦ୍ର ଭଞ୍ଜ ସର୍ବଯମକ ଅଳଙ୍କାର ପ୍ରୟୋଗ କରିଛନ୍ତି। ଏଠାରେ ପଦର ପ୍ରଥମ ଧାଡ଼ି ଯାହା, ଦ୍ୱିତୀୟ ଧାଡ଼ି ତାହା, କିନ୍ତୁ ଅର୍ଥ ଭିନ୍ନ ଭିନ୍ନ। ଏହା ହେଉଛି ଭଞ୍ଜୀୟ ରଚନାର ବିଶେଷତ୍ୱ। ବନିତା ଜଣକ ଋଷି ଗୌତମଙ୍କର ପ୍ରିୟଦାୟିନୀ, ତେଣୁ ସେ ବନପ୍ରିୟ ବା ଋଷିଙ୍କର ତୋଷଦାନୀ, କିନ୍ତୁ ବନଟି ବନପ୍ରିୟ ବା କୋକିଳର ତୋଷଦାନୀ। ଗୋଟିଏ ରମଣୀ ଓ ରମଣୀୟ ବନ ଭିତରେ ଥିବା ସାମ୍ୟକୁ ସର୍ବଯମକ ଅଳଙ୍କାର ପ୍ରୟୋଗ କରି ବହୁ ପଦ ଦ୍ୱାରା ସୂଚେଇଛନ୍ତି କବି ସମ୍ରାଟ ଭଞ୍ଜ। ଏସବୁ ଦେଖି ଦାଶରଥୀ ରାମ ବିଶ୍ୱାମିତ୍ରଙ୍କୁ ପଚାରିଲେ, ଏ ସୁନ୍ଦରୀ ନାରୀଟି ଶିଳାରେ କାହିଁକି ପରିଣତ ହୋଇଗଲା? ବିଶ୍ୱାମିତ୍ର କହିଲେ, ହେ ସୂର୍ଯ୍ୟବଂଶୀ, ଶୁଣ। ବିଧାତା ଉର୍ବଶୀର ସୁନ୍ଦରୀ ପଣିଆର ଟାଣ ଭାଙ୍ଗିବାକୁ ଇଚ୍ଛା କଲା। ଏହି ଲକ୍ଷ୍ୟରେ ସମସ୍ତ ସୌନ୍ଦର୍ଯ୍ୟକୁ ଏକାଠି କରି ମୂର୍ତ୍ତି ଗଢ଼ିଲା। ତାକୁ ଦେଖି ବୃତ୍ରାରୀ ବା ଇନ୍ଦ୍ର ଓ ଭାନୁ ଅର୍ଥାତ୍ ସୂର୍ଯ୍ୟ ଦୁହେଁ ତାଙ୍କୁ ଦେବା ପାଇଁ ବିଧାତାଙ୍କୁ ମାଗିଲେ। ଯିଏ ପୃଥିବୀକୁ ପ୍ରଦକ୍ଷିଣ କରି ଆଗ ପହଞ୍ଚିବ ସେ ଏ ସୁନ୍ଦରୀକୁ ପାଇବ ବୋଲି ପ୍ରକାଶ କଲେ ବିଧାତା। ବ୍ରହ୍ମାଙ୍କ ମୁହଁରୁ ବଚନ ବାହାରିବା କ୍ଷଣି ଦୁଇ ଜଣ ଯାକ ପୃଥିବୀ ଘୁରି ଆସିବା ପାଇଁ ବାହାରି ପଡ଼ିଲେ। ଗୌତମ ସେତେବେଳକୁ ପଙ୍ଖାରେ ବିଧାତାଙ୍କୁ ବିଞ୍ଚି ଦେଉଥିଲେ। ବ୍ରହ୍ମା ପଚାରିଲେ, ତୁମେ କାହିଁକି ଗଲ ନାହିଁ? ଗୌତମ ବ୍ରହ୍ମାଙ୍କ ଚାରିପଟେ ବୁଲି ହାତ ଯୋଡ଼ିଲେ। ବ୍ରହ୍ମା ଖୁସି ହୋଇ ଦୁଇ ଜଣଙ୍କୁ ପୁରୋହିତ ହୋଇ ବିଭା କଲାବେଳେ ଇନ୍ଦ୍ର ଓ ସୂର୍ଯ୍ୟ ପହଞ୍ଚି ବହୁତ ଅଭିମାନ କଲେ। ବ୍ରାହ୍ମଣର ସ୍ତ୍ରୀ ହେବାରୁ ସୂର୍ଯ୍ୟ ଧର୍ମ ରକ୍ଷା କରି ଚୁପ୍ ରହିଲେ ଓ ଏ କାର୍ଯ୍ୟରେ ଆଉ ପଶିଲେ ନାହିଁ, କିନ୍ତୁ ଇନ୍ଦ୍ର ଏଥିରେ ବରାବର ପଶିଲେ। ଅହଲ୍ୟାଙ୍କର ସୌନ୍ଦର୍ଯ୍ୟ ତାଙ୍କ ମନରୁ ଆଦୌ ଗଲା ନାହିଁ। ବଶୀକରଣ ମନ୍ତ୍ର ଜପି ବାଞ୍ଛା ବଟ ତଳେ ଏ ସ୍ତ୍ରୀଙ୍କୁ ପାଇବା ପାଇଁ ମାନସିକ କଲେ। ନାରୀ ଅହଲ୍ୟାକୁ ଏକାନ୍ତରେ ଦେଖି ମିଳନ ପାଇଁ ବିନୟ କଲେ, କିନ୍ତୁ ତାର ଅସମ୍ମତି କି ସମ୍ମତି ଜାଣିପାରିଲେ ନାହିଁ। ଦିନେ କପଟରେ ତାଙ୍କ ସ୍ୱାମୀ ଗୌତମଙ୍କ ବେଶ ଧରି ଶୃଙ୍ଗାର ରସରେ ସେ ରମଣୀରେ ମନ ଉଲ୍ଲାସ ଜନ୍ମାଇଲେ। ଏହି ସମୟରେ ଋଷି ଆସିଯିବାରୁ ବିଲେଇ ବେଶରେ ପଳାଇଗଲେ। ଏ ଘଟଣା ଦେଖି ଗୌତମ ପଚାରିବାରୁ ଇନ୍ଦ୍ର ବହୁତ ବିନୟୀ ହେଲେ। ଗୌତମ ଅଭିଶାପ ଦେଲେ, ସହସ୍ର ଯୋନି ହୋଇଯାଅ, ଏବଂ ଅଭିଶାପ ଦେଇ ସୁନା ଗୋରି ଅହଲ୍ୟାଙ୍କୁ ପଥର କରିଦେଲେ। ଋଷି କହିଲେ, ହେ ରାମ, ତୁମ ପାଦସ୍ପର୍ଶରେ ରମଣୀ ସୁଗତି ଲାଭ କଲା। ମୁନିଙ୍କର ଏକଥା ଶୁଣି ସେ ନାରୀ ରାମଙ୍କର ପଦବନ୍ଦନା କଲା। ନିଜର ପତିଙ୍କଠାରେ ତାର ସ୍ନେହ ଉଦୟ ହେଲା। ସେ ପତି ଗୃହ ଗଲା। ବିଶ୍ୱାମିତ୍ର ହସି ହସି କହିଲେ, ଯେଡ଼େ ସୁନ୍ଦର ବିଶ୍ୱମୋହିନୀ କନ୍ୟା ଦେଖିଲ, ତେଡ଼େ ସୁନ୍ଦର କନ୍ୟା ବିଦେହ ଦେଶରେ ପୃଥିବୀରୁ ଜାତ ହୋଇଛି। ତାର ନାମ ହେଉଛି ସୀତା। ବିଜ୍ଞ ବିଧାତା ଏହାକୁ ପଥର କରିଥିଲା, କାରଣ ଇଏ ସୀତାର ଚରଣ ଘଷା ପଥରକୁ ମଧ୍ୟ ସରି ନୁହେଁ। ତା ସମାନ ବର ନ ମିଳିବାରୁ ଶିବଧନୁ ଭାଙ୍ଗିବା ପାଇଁ ସ୍ୱୟଂବରର ଆୟୋଜନ କରାଯାଇଛି। ତୁମେ ବୀରତ୍ୱ ପ୍ରକାଶ କରି ଓ ଯଜ୍ଞରକ୍ଷାର ଫଳସ୍ୱରୂପ ତାର ସ୍ୱାମୀ ହୁଅ। ରାମ କହିଲେ, କହନ୍ତି ରମ୍ଭା କୁଆଡ଼େ ସବୁଠାରୁ ସୁନ୍ଦରୀ। ମୁନି କହିଲେ, ସୀତା ଯଦି ସୂର୍ଯ୍ୟ ହୁଅନ୍ତି, ରମ୍ଭା ଜୁଳୁଜୁଳିଆ ପୋକ ସହିତ ତୁଳନୀୟ ହୋଇପାରେ। ଏଇଠି ହିଁ ଶେଷ ହୋଇଛି କାବ୍ୟର ସପ୍ତମ ଛାନ୍ଦ। बाटे से बोलो